ଅନେକ ବର୍ଷ ତଳର କଥା। ଗୋଟିଏ ଚମ୍ପେଇ ନେଉଳଟିଏ ଗୋଟିଏ ଜଙ୍ଗଲ ଭିତରେ ରହୁଥାଏ। ଏଡ଼ିକିଟିଏ ଜୀବ ହେଲେ ମଧ୍ୟ ସେ ଖୁବ୍ ଦୁଷ୍ଟ ଥିଲା। ପୃଥିବୀର ସବୁଠାରୁ ବେଶୀ ବିଷ ସେତେବେଳେ ତାରି ପାଟିରେ ହିଁ ଥିଲା। ସେ ଯାହାକୁ କାମୁଡ଼ିଥିଲା ସେ ସାଙ୍ଗେ ସାଙ୍ଗେ ହିଁ ସେଠାରେ ମରି ପଡ଼ୁଥିଲା। ଏପରିକି ସେ ବାଘ ଭାଲୁ ପ୍ରଭୃତିଙ୍କୁ ମଧ୍ୟ ଖାତିର କରୁନଥିଲା। ଯାହାକୁ ଦେଖୁଥିଲା ସେ ତାକୁ କାମୁଡ଼ି ପକାଉଥିଲା। ଏମିତି ଚମ୍ପେଇ ନେଉଳର ଦୁଷ୍ଟାମି ଭୟରେ ସବୁ ପଶୁପକ୍ଷୀ ତାକୁ ଲୁଚି ଲୁଚି ବୁଲୁଥିଲେ ଏବଂ ତା କବଳରୁ ରକ୍ଷା ପାଇବା ପାଇଁ ବନଦେବୀଙ୍କ ପାଖରେ ଏକଦିନ ଗୁହାରି କଲେ। ବନଦେବୀ ସବୁ ଶୁଣିଲେ। ଏହାର ପ୍ରତିକାର କରିବା ପାଇଁ ଠିକ୍ କରି ଗୋଟିଏ ବିରାଟ ସଭାର ଆୟୋଜନ କରାଇଲେ, ଯେଉଁଠାରେ କି ସବୁ ପଶୁପକ୍ଷୀଙ୍କ ସାମ୍ନାରେ ଚମ୍ପେଇ ନେଉଳକୁ ଉଚିତ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ। ସେଦିନ ସଭାକୁ ଆସିବା ପାଇଁ ବନଦେବୀଙ୍କ ତରଫରୁ ସାରା ଜଙ୍ଗଲରେ ଡେଙ୍ଗୁରା ପିଟି ଦିଆଗଲା। ସଭାମଣ୍ଡପ ପାଖରେ ନିଜେ ବନଦେବୀ ମଧ୍ୟ ଆସି ପହଞ୍ଚିଲେ ଏବଂ ସମସ୍ତଙ୍କୁ ଅପେକ୍ଷା କରି ରହିଲେ। ମାତ୍ର ସେ ସମୟରେ କୌଣସି ବନ୍ୟଜନ୍ତୁ ସେଠାକୁ ଆସିଲେ ନାହିଁ। କାରଣ କ'ଣ କି ଚମ୍ପେଇ ନେଉଳ ଭୟରେ ସେଦିନ କେହି ସେଠାକୁ ଆସିବା ପାଇଁ ମଙ୍ଗିଲେ ନାହିଁ। ଏଣେ ଚମ୍ପେଇ ନେଉଳ ମଧ୍ୟ ଏ କଥା ଠିକ୍ ଜାଣିପାରିଲା। ସେ ଭାବିଲା ଠିକ୍ ମୌକା ତା ପାଖରେ ଆସି ପହଞ୍ଚିଛି। ଆଜି ସେ ତାର କରାମତି ସମସ୍ତଙ୍କୁ ଦେଖାଇଦେବ। ଏମିତି ଚିନ୍ତା କରି ସେ ଆଗତୁରା ହୋଇ ସଭାସ୍ଥଳରେ ଆସି ପହଞ୍ଚିଲା। ଚମ୍ପେଇ ନେଉଳ ସଭାସ୍ଥଳରେ ଆସି ପହଞ୍ଚି ଦେଖେ ତ ସଭାସ୍ଥଳରେ ଗୋଟିଏ ସ୍ତ୍ରୀ ଲୋକଟିଏ ବସିଛି। ସେ ବା କାହୁଁ ଜାଣିବ ସେ ସ୍ତ୍ରୀ ଲୋକ ଜଣକ ବନଦେବୀ ଅଟନ୍ତି। ଆପଣମାନେ ତ ଜାଣିଛନ୍ତି ଚମ୍ପେଇ ନେଉଳର ପ୍ରକୃତି ହେଉଛି ଯାହାକୁ ଦେଖିବ କାମୁଡ଼ିବ। ତେଣୁ ସେ ସ୍ତ୍ରୀ ଲୋକଟିକୁ ଦେଖିବା କ୍ଷଣି ହିଁ ତାଙ୍କୁ କାମୁଡ଼ିବା ପାଇଁ ଧାଇଁଲା। ଚମ୍ପେଇ ନେଉଳର ଏଭଳି ସାହସ ଦେଖି ବନଦେବୀ ତାକୁ ଶିକ୍ଷା ଦେବା ପାଇଁ ଏକ ମାୟାର ଯୋଜନା କଲେ। ସେ ସମୟରେ ହଠାତ୍ କ'ଣ ହେଲା କି ଚମ୍ପେଇ ନେଉଳର ଲାଞ୍ଜ ଅଂଶଟା ମୁନିଆ ମୁନିଆ କଣ୍ଟା ଥିବା ଗୋଟିଏ ବୁଦାରେ ଫାଡ଼ି ହୋଇ ଅଟକିଗଲା। ସେ ଆଉ ଆଗକୁ ବା ପଛକୁ ଯାଇପାରିଲା ନାହିଁ। ଯନ୍ତ୍ରଣାରେ ଚିତ୍କାର କରିବା ପାଇଁ ଲାଗିଲା। ଏହା ଦେଖି ବନଦେବୀ ମୁରୁକି ମୁରୁକି ହସିଲେ। ବିନା କାରଣରେ ପ୍ରାଣୀଙ୍କୁ କାମୁଡ଼ିବାର ଫଳ ଏଇଆ ବୋଲି ସେ କହିଲେ। ସେଠୁ ବନଦେବୀ ଚମ୍ପେଇ ନେଉଳକୁ କହିଲେ, ଯାହାକୁ କାମୁଡ଼ିବା ପାଇଁ ଯାଉଛ ତା ପୂର୍ବରୁ ଟିକିଏ ଦେଖ ତମ ପଛକୁ ଚାହଁ। ତୁମେ ନିଜେ ବିପଦ ମୁକ୍ତ ନା ନାହିଁ, ନଚେତ୍ ସବୁଥର ପରି ଏମିତି ବିପଦରେ ପଡ଼ି ରକ୍ତାକ୍ତ ହେବ। ବୁଦା ଭିତରୁ ଛଟପଟ ହେଇ ଚମ୍ପେଇ ନେଉଳ ବିକଳରେ କହିଲା, ମୋର ସ୍ୱଭାବ ତ କାମୁଡ଼ିବା। ମୁଁ ବା ଆଉ କ'ଣ କରିଥାନ୍ତି? ତେବେ ଏଠାରୁ ମୋତେ ମୁକ୍ତି କର। ବନଦେବୀ କହିଲେ, ତୋର ଏହି ଖରାପ ଗୁଣ ଯୋଗୁଁ ଆଜି ଏତେ ବଡ଼ ସଭା ଡକାଗଲା। କେହି ଏଠାକୁ ଆସିଲେ ନାହିଁ। ତେଣୁ ତୁ ଆଜି ଶପଥ କର ଯେ ଆଜି ସଭା କାର୍ଯ୍ୟ ଶେଷ ଯାଏଁ କୌଣସି ଜୀବକୁ ମଧ୍ୟ କାମୁଡ଼ିବୁ ନାହିଁ। ତେବେ ଯାଇ ମୁଁ ତୋତେ ବୁଦା ଭିତରୁ ମୁକ୍ତି ଦେବି। ଚମ୍ପେଇ ନେଉଳ ପ୍ରାଣ ବିକଳରେ ଶପଥ କରି କହିଲା, କାହାରିକୁ ନ କାମୁଡ଼ିଲେ ମୁଁ ତ ବଞ୍ଚିପାରିବିନି। ଯଦି ମୋର ଭୁଲରେ ମନେ ନ ପଡ଼େ ମୁଁ ହୁଏତ କାହାକୁ କାମୁଡ଼ି ଦେଇପାରେ। ଏହା ଶୁଣି ବନଦେବୀ କହିଲେ, ଆଜି ରାତି ପାହିଗଲେ ତୁ ହୁଏତ କାଲି କାହାକୁ କାମୁଡ଼ି ଦେଇପାରୁ। ଏ କଥା ମନେ ପକାଇ ଦେବା ପାଇଁ ମୁଁ ବ୍ୟବସ୍ଥା କରିଦେଉଛି। ଏପରି କହି ସେ ଚମ୍ପେଇ ନେଉଳକୁ ବୁଦା ଭିତରୁ ଟାଣି ଆଣି ତା ଲାଞ୍ଜରେ ଏକ ଅଦେଖା ଅକ୍ଷର ଲେଖିଦେଲେ। କାଲି କହିଲେ, ଦେଖ ତୁ କାମୁଡ଼ିବା ପୂର୍ବରୁ ତୋ ଲାଞ୍ଜ ଠିକ୍ ଅଛି କି ନା ଦେଖିବୁ। ଦେଖିବାକୁ ଗଲାବେଳେ ଦେଖିବୁ କାଲି ଅର୍ଥାତ୍ କାଲି କାମୁଡ଼ିବୁ। ଯଦି ଏହା ଅମାନ୍ୟ କରୁ ସାଙ୍ଗେ ସାଙ୍ଗ ତୋର ଛାତି ଦୁଇ ଫାଳ ହୋଇଯିବ। ଚମ୍ପେଇ ନେଉଳ ରାଜି ହୋଇ ଚାଲିଗଲା। ଏହାପରେ ବନଦେବୀ ସଭା ଡକାଇ ସମସ୍ତଙ୍କୁ ଏ କଥା କହିଲା ପରେ ପଶୁଜାତି ମଧ୍ୟରେ କୋଳାହଳ ସୃଷ୍ଟି ହେଲା। ପରଦିନ ଯେତେବେଳେ ଚମ୍ପେଇ ନେଉଳ କାହାକୁ କାମୁଡ଼ିବାକୁ ଯାଇ ଲାଞ୍ଜକୁ ଚାହେଁ ତ ଲେଖା ହୋଇଛି କାଲି, ତାହେଲେ କାଲି କାମୁଡ଼ିବା ପାଇଁ ପଡ଼ିବ, ନହେଲେ ମରିବାଟା ସାର ହେବ। ଏଣୁ ସେ ଫେରିଆସି ପୁଣି ପରଦିନକୁ ଅପେକ୍ଷା କରେ। ଏମିତି ସେଇଦିନଠାରୁ ଆଜି ଯାଏଁ ଚମ୍ପେଇ ନେଉଳ କାଲି କାମୁଡ଼ିବା ପାଇଁ ଅପେକ୍ଷା କରିଛି।
ଏହି କାରଣରୁ ସେ ଆଜି ଆଉ କାହାକୁ କାମୁଡ଼ି ପାରୁନାହିଁ।